କୋଣାର୍କର ବିରାଟ ଆକୃତି, ସ୍ଥାପତ୍ୟର ନିରତିଶୟ ଆଡ଼ମ୍ବର ଏବଂ ପର୍ବତରୂପୀ ଶିଳାର କାମ ଦେଖିଲେ ତାହା ଅତିମାନୁଷ କାର୍ଯ୍ୟ ପରି ପ୍ରତୀତ ହୁଏ। ଶିଳ୍ପ ଓ ସ୍ଥାପତ୍ୟ ନିମନ୍ତେ କୋଣାର୍କ ଯେପରି ମହନୀୟ, ତାହାର ନିର୍ମାଣ କୌଶଳ ତଦପେକ୍ଷା ଆହୁରି ଆଶ୍ଚର୍ଯ୍ୟଜନକ। କୋଣାର୍କ ତାର ସମସ୍ତ ଶିଳ୍ପ ଓ ସ୍ଥାପତ୍ୟ ସତ୍ତ୍ୱେ କେବଳ ଯଦି କ୍ଷୁଦ୍ର କ୍ଷୁଦ୍ର ପଥର ଖଣ୍ଡରେ ସାଧାରଣ ଭାବରେ ନିର୍ମିତ ହୋଇଥାନ୍ତା, ତାହେଲେ ତାଦ୍ୱାରା ଦର୍ଶକ ଏତେ ସ୍ତମ୍ଭୀଭୂତ ହେଉନଥାନ୍ତା। କେତେ ଦେଶୀ ଓ ବିଦେଶୀ ପ୍ରଧାନ ଇଞ୍ଜିନିୟରମାନେ କୋଣାର୍କ ଦେଖିଛନ୍ତି। ସମସ୍ତେ କିନ୍ତୁ କୋଣାର୍କର କାର୍ଯ୍ୟରେ ମନ୍ତ୍ରମୁଗ୍ଧ ହେଲା ପରି ହତବୁଦ୍ଧି ହୋଇଛନ୍ତି। ବର୍ତ୍ତମାନ ଯୁଗରେ ବିଜ୍ଞାନର ଏତେ ଆଧିପତ୍ୟ ଏବଂ କଳକୌଶଳର ଏତେ ନବ ନବ ଆବିଷ୍କାର ସମ୍ଭବ ହୋଇଛି, କିନ୍ତୁ ତାହା ସମସ୍ତ କୋଣାର୍କର ଖଣ୍ଡିଏ ଖଣ୍ଡିଏ ପଥର ସ୍ଥାନାନ୍ତର କରିବାକୁ ଅସମର୍ଥ। ଓଡ଼ିଆମାନେ କେଉଁ ଉପାୟରେ ସେ ଯୁଗରେ ଏତେ ବଡ଼ ବଡ଼ ପଥରମାନ ଶତ ଶତ ମାଇଲ ଦୂରରୁ ବୋହି ଆଣି ଏତେ ଉଚ୍ଚ ମନ୍ଦିର ଉପରକୁ ଅବଲୀଳାକ୍ରମେ ନେଇ କାମ କରିପାରିଥିଲେ, ପ୍ରଧାନ ୟୁରୋପୀୟ ଇଞ୍ଜିନିୟରମାନେ ତାହାର କଳ୍ପନା ସୁଦ୍ଧା କରିପାରୁନାହାନ୍ତି। ଏପରି ସ୍ଥଳେ କୋଣାର୍କର ସାଧାରଣ ଦର୍ଶକମାନଙ୍କର ବୁଦ୍ଧି ବା ଚିନ୍ତା ଆଉ ଅଧିକ ବା କ'ଣ ହୋଇପାରେ? ସେମାନେ ଭାବି ଭାବି ସ୍ଥିର କରିଛନ୍ତି, ଏକା ଦୈବୀ ସାହାଯ୍ୟ ବ୍ୟତିରେକେ କୋଣାର୍କ ମନ୍ଦିର ନିର୍ମାଣ ଅସମ୍ଭବ। ସେମାନଙ୍କ ବିଚାର ଅନୁସାରେ ଲକ୍ଷ ଲକ୍ଷ ସିବାଇ ସାନ୍ତରା କୋଣାର୍କ ତିଆରି କରିପାରି ନଥାନ୍ତେ। ଏକା ଅଧିଷ୍ଠାତ୍ରୀ ଦେବୀ ରାମଚଣ୍ଡୀଙ୍କ ମାୟା ବଳରେ ଏହା ସମ୍ଭବ ହୋଇଥିଲା। ଈଶ୍ୱର ହଠାତ୍ ବିଚାରିଲେ, କୋଣାର୍କ ମନ୍ଦିର ଶେଷ ହେଉ। ସୁତରାଂ ତାହା ଗୋଟିଏ ମାତ୍ର ଅଳ୍ପ ବୟସ୍କ ବଢ଼େଇ ପୁତ୍ର ଦ୍ୱାରା ଏକା ରାତ୍ରରେ ଶେଷ ହେଲା। 1200 ବଢ଼େଇଙ୍କର 16 ବର୍ଷ ପରିଶ୍ରମ କୋଣାର୍କର ବିରାଟ କାର୍ଯ୍ୟ ନିକଟରେ ଅକିଞ୍ଚିତକର ମାତ୍ର। କୋଣାର୍କ ସମୁଦ୍ର ତୀରବର୍ତ୍ତୀ ବାଲୁକାମୟ ସ୍ଥାନ। ସେଠାରେ କୌଣସି ସମୟରେ ପାହାଡ଼ ପର୍ବତାଦି ଥିବା ଅସମ୍ଭବ। ସେଠାରୁ ପ୍ରାୟ 25 ମାଇଲ ମଧ୍ୟରେ ପର୍ବତର ଚିହ୍ନ ନାହିଁ। କୋଣାର୍କର ପଥର ନିମନ୍ତେ ଅତି କମ୍ରେ ଖୋର୍ଦ୍ଧା ପର୍ଯ୍ୟନ୍ତ ନିଶ୍ଚୟ ଯାଇଥିବେ। ଏହି ଦୂରତା ସହିତ ଖଣ୍ଡିଏ ଖଣ୍ଡିଏ ପଥରର ଆକାର ବିଚାର କଲେ ମନୁଷ୍ୟ ଏକାବେଳକେ ହତବୁଦ୍ଧି ହୋଇଯାଏ। ବଡ଼ଦେଉଳ ଉପରେ ଯେଉଁ ଗଜସିଂହ ଥିଲା, ତାର ଯେଉଁ ଅଂଶ ବଡ଼ଦେଉଳର ବାହାରକୁ ବାହାରିଥିଲା, ତାହା ପ୍ରାୟ 600 ଘନଫୁଟ। ପ୍ରତ୍ୟେକ ଘନଫୁଟ ପଥର ଓଜନରେ 171 ପାଉଣ୍ଡ। ସୁତରାଂ କେବଳ ବାହାର ପଥର ଓଜନ ପ୍ରାୟ 45 ଟନ ବା 126 ମହଣ। ଏହି ପଥର ଖଣ୍ଡ ପୁଣି ଭୂମି ଉପରୁ ପ୍ରାୟ 170 ଫୁଟ ଉଚ୍ଚରେ ସ୍ଥାପିତ ହୋଇଥିଲା। କୋଣାର୍କ ମନ୍ଦିରର ନବଗ୍ରହ ପାଟର ଓଜନ 26.5 ଟନ ବା 742 ମହଣ ଥିଲା। ଏହା ପୁଣି କଳା ମୁଗୁନି ପଥର। କୋଣାର୍କର କନ୍ଦା ପଥର ହୁଏତ ଖୋର୍ଦ୍ଧା ଅଞ୍ଚଳରୁ ଯାଇଥିଲା, କିନ୍ତୁ ଖୋର୍ଦ୍ଧା ନିକଟରେ କଳା ମୁଗୁନି ପଥର ଦେଖାଯାଏ ନାହିଁ। କୋଣାର୍କକାର ନିଶ୍ଚୟ ମୁଗୁନି ପଥର ନିମନ୍ତେ ନୀଳଗିରି ପ୍ରଭୃତି ଗଡ଼ଜାତମାନଙ୍କୁ ଯାଇଥିଲେ। କଳା ମୁଗୁନି ନିମନ୍ତେ ନୀଳଗିରି ଚିରପ୍ରସିଦ୍ଧ। ବର୍ତ୍ତମାନ ଯୁଗରେ ପ୍ରାୟ 80 ବର୍ଷ ପୂର୍ବେ ସତ୍ୟବାଦୀ ଦେବଙ୍କର ମନ୍ଦିରର ରତ୍ନସିଂହାସନ ନିମନ୍ତେ ସ୍ୱର୍ଗୀୟ ବାବା ହରିନାରାୟଣ ବ୍ରହ୍ମଚାରୀ କଳା ମୁଗୁନି ପାଇଁ ନୀଳଗିରି ପର୍ଯ୍ୟନ୍ତ ଯାଇଥିଲେ। ସେ ଯେଉଁ ପଥର ଆଣିଥିଲେ, ତହିଁରେ ସତ୍ୟବାଦୀଙ୍କର ବଡ଼ ଦେଉଳ ଭିତର ଚଟାଣ ଓ ରତ୍ନସିଂହାସନ ନିର୍ମିତ ହେଲା ପରେ ଅବଶିଷ୍ଟ ପଥର ଜଗନ୍ନାଥଙ୍କ ମନ୍ଦିରରେ ଗରୁଡ଼ ଖମ୍ବଠାରୁ ମୁଖଶାଳ ପର୍ଯ୍ୟନ୍ତ ଛାଉଣି ହୋଇଥିଲା। ଅତଏବ କୋଣାର୍କର ନବଗ୍ରହ ପାଟ ଓ ଅନ୍ୟାନ୍ୟ କଳାମୁଗୁନି ପଥର ନୀଳଗିରି ପ୍ରଭୃତି ଅଞ୍ଚଳରୁ ଆସିଥିବା ସମ୍ଭବ। ଏହି ନବଗ୍ରହ ପାଟକୁ କଲିକତା ନେବା ଲାଗି ଗଭର୍ଣ୍ଣମେଣ୍ଟ ବହୁ ଅର୍ଥ ବ୍ୟୟରେ ଆଧୁନିକ ବିଜ୍ଞାନର କେତେ କଳକୌଶଳ ଲଗାଇ ମୋଟେ 200 ହାତ ପର୍ଯ୍ୟନ୍ତ ନେଇପାରିଥିଲେ। ପ୍ରଥମ ଚେଷ୍ଟା ବିଫଳ ହେଲା। ପୁଣି କେତେ ବର୍ଷ ପରେ ଶେଷ ଚେଷ୍ଟାରେ ପାଟକୁ 2 ଖଣ୍ଡ କରି ତାର ତୃତୀୟାଂଶ ମାତ୍ର 1 ମାଇଲ ପର୍ଯ୍ୟନ୍ତ ନେଇଯାଇଥିଲେ। ଶେଷରେ ସମସ୍ତ ଚେଷ୍ଟା ବିଫଳ ହେଲା। ନବଗ୍ରହ ପାଟର ତୃତୀୟାଂଶ ମାତ୍ର ସମୁଦ୍ର ପର୍ଯ୍ୟନ୍ତ 2 ମାଇଲ ଦୂର ବୋହି ନେବା ପାଇଁ ଆଧୁନିକ ବିଜ୍ଞାନର ସମସ୍ତ କଳକୌଶଳ ବ୍ୟର୍ଥ ହେଲା। ବର୍ତ୍ତମାନ ଯୁଗରେ କଳକାରଖାନାର ଏତେ ଉନ୍ନତି, ରେଳ, ଜାହାଜ ଓ ଟ୍ରାମର ଏତେ ପ୍ରସାର ସତ୍ତ୍ୱେ ଯେଉଁ ଶିଳାଖଣ୍ଡ ସମୁଦ୍ର ପର୍ଯ୍ୟନ୍ତ 2 ମାଇଲ ମାତ୍ର ନେଇ ହେଲା ନାହିଁ, ତାର 3 ଗୁଣ ବୃହତ ଶିଳାଖଣ୍ଡମାନ ତ୍ରୟୋଦଶ ଶତାବ୍ଦୀର ଓଡ଼ିଆମାନେ ପ୍ରାୟ 150 ମାଇଲ ଦୂରରୁ ଅବଲୀଳାକ୍ରମେ ବୋହି ଆଣୁଥିଲେ। ଏହି ସମସ୍ତ ଶିଳାଖଣ୍ଡମାନ ଅପେକ୍ଷା ବଡ଼ ଦେଉଳର ଉପର କଳସ ଭାବୁକକୁ ଆହୁରି ଅଧିକ ସ୍ତମ୍ଭୀଭୂତ କରିଦିଏ। ବର୍ତ୍ତମାନ ଉକ୍ତ କଳସର କୌଣସି ପରିଚୟ ମିଳେ ନାହିଁ କି 1627 ଖ୍ରୀଷ୍ଟାବ୍ଦରେ ରାଜା ନରସିଂହ ଦେବଙ୍କ ମାପ ସମୟରେ ମଧ୍ୟ ଉକ୍ତ କଳସ ନଥିଲା। ମାଦଳା ପାଞ୍ଜିରେ ଏହି କଳସରେ ଯେଉଁ ମାପ ଲେଖା ହୋଇଅଛି, ତାହା ଅନୁମାନରେ ସ୍ଥିର କରାଯାଇଥିଲା ମାତ୍ର। ମାଦଳା ପାଞ୍ଜିର ମାପ ଅନୁସାରେ ଏହା ମୋଟରେ 14 କାଠି 22 ଆଙ୍ଗୁଳ ଅର୍ଥାତ୍ 25 ଫୁଟ 10.5 ଇଞ୍ଚ ଉଚ୍ଚ। ଗଭର୍ଣ୍ଣମେଣ୍ଟଙ୍କ ପ୍ରତ୍ନତତ୍ତ୍ୱ ଅନୁଶୀଳନ ବିଭାଗର ରିପୋର୍ଟ ଅନୁସାରେ ଏହି କଳସ 25 ଫୁଟ ଉଚ୍ଚ ଥିଲା। ଏହା ଗୋଟିଏ ପଥରରେ ନିର୍ମିତ ଏବଂ ପଥରଟିର ଓଜନ 2000 ଟନ୍ ବା ପ୍ରାୟ
56,000 ମହଣ ଥିଲା। ଏହି ପର୍ବତ ରୂପୀ ଶିଳାଖଣ୍ଡ ବଡ଼ ଦେଉଳ ଉପରେ ଭୂମିର ପ୍ରାୟ 200 ଫୁଟ ଉଚ୍ଚରେ ସ୍ଥାପିତ ହୋଇଥିଲା। ଏହିପରି ବା ଏହାଠାରୁ ସାମାନ୍ୟ କ୍ଷୁଦ୍ର ଗୋଟିଏ ଶିଳା ମୁଖଶାଳା ଉପରେ କଳସ ସ୍ୱରୂପ ମଧ୍ୟ ଥିଲା। ଏହା ବ୍ୟତୀତ କୋଣାର୍କର ଅରୁଣ ସ୍ତମ୍ଭ ଏବଂ ମୁଖଶାଳା ଭିତରର 4ଟି ଖମ୍ବ ଏକ ଏକ ପଥରରେ ନିର୍ମିତ ହୋଇଥିଲା। ଅରୁଣ ସ୍ତମ୍ଭର ଉଚ୍ଚତା 34 ଫୁଟ ଏବଂ ଉକ୍ତ ଖମ୍ବ 4ଟିରୁ ପ୍ରତ୍ୟେକର ଉଚ୍ଚତା 40 ଫୁଟ। ଏମାନଙ୍କର ପରିସର ଉଚ୍ଚତାରୁ ସହଜରେ ଅନୁମାନ କରାଯାଇପାରେ। କୋଣାର୍କରେ ଏହି ରୂପେ ବିଶାଳ ଶିଳାମାନଙ୍କ ବ୍ୟବହାର ବର୍ତ୍ତମାନ ଯୁଗର ଇଞ୍ଜିନିୟରମାନେ କଳ୍ପନା ସୁଦ୍ଧା କରିପାରୁନାହାନ୍ତି। 26.5 ଟନ୍ର ତୃତୀୟାଂଶ ମାତ୍ର ଓଜନର ନବଗ୍ରହ ପାଟ ବୋହି ନେବା ନିମନ୍ତେ ଗଭର୍ଣ୍ଣମେଣ୍ଟଙ୍କର ଏତେ ଅର୍ଥ ଓ କଳକୌଶଳ ବ୍ୟର୍ଥ ହୋଇଥିଲା। କିନ୍ତୁ କୋଣାର୍କର 2000 ଟନ୍ ଓଜନର କଳସ ପରି ଶିଳାମାନ ଓଡ଼ିଆମାନେ କି ଉପାୟରେ ସେ ଯୁଗରେ ଏତେ ଦୂରରୁ ବୋହି ନେଇଥିଲେ, ବର୍ତ୍ତମାନ ପର୍ଯ୍ୟନ୍ତ ତାର କୌଣସି ସମାଧାନ କେହି କରିପାରିନାହାନ୍ତି। ମନ୍ଦିର ଉଦ୍ଧାର ସମୟରେ ଗୋଟା ଗୋଟା ପଥର ସ୍ଥାନାନ୍ତରିତ କରିବା ଅସାଧ୍ୟ ମଣି ବାରିକ ମିସ୍ତ୍ରୀ ପଥରଗୁଡ଼ିକ କାଟି ଖଣ୍ଡ ଖଣ୍ଡ କରିଦେଇଥିଲେ। ଏପରି ସ୍ଥଳେ ଯେଉଁ ବିଷୟରେ ବର୍ତ୍ତମାନ ବିଜ୍ଞାନ ଜଗତର ପ୍ରଧାନ ବିଜ୍ଞାନବେତ୍ତା ଇଞ୍ଜିନିୟରମାନେ ହତବୁଦ୍ଧି ହେଉଛନ୍ତି, ଜନସାଧାରଣ ତାହାକୁ ଦୈବୀ ଶକ୍ତିର ଫଳ ବୋଲି ଅନୁମାନ କରିବା ବିଚିତ୍ର ବା କ'ଣ? ସର୍ବୋପରି ପ୍ରଧାନ ଆଶ୍ଚର୍ଯ୍ୟର କଥା, କିପରି ଓଡ଼ିଆ ଶିଳ୍ପୀମାନେ ସେ ଯୁଗରେ ପର୍ବତ ରୂପୀ ପ୍ରକାଣ୍ଡ ଶିଳା ଏବଂ ଲୁହାକଡ଼ିମାନ ମନ୍ଦିରର ଏତେ ଉଚ୍ଚରେ ନେଇ କାମ କରୁଥିଲେ ଏବଂ କିପରି ଅବା ଏତେ ଦୂର ଦେଶରୁ ସେହି ଶିଳାମାନ ବୋହି ଆଣିପାରୁଥିଲେ? ଏ ପ୍ରଶ୍ନଗୁଡ଼ିକର ସନ୍ତୋଷଜନକ ସମାଧାନ କେହି ଏପର୍ଯ୍ୟନ୍ତ ଦେଇପାରିନାହାନ୍ତି। କେତେ ଖ୍ୟାତନାମା ଇଞ୍ଜିନିୟର କୋଣାର୍କ ଦର୍ଶନ କରି ଏହି ସମସ୍ୟାର ସମାଧାନ କରିବାକୁ ଯାଇଛନ୍ତି ସତ, ତଥାପି କେହି କିନ୍ତୁ ସନ୍ତୋଷଜନକ କୌଣସି ମୀମାଂସାରେ ଉପସ୍ଥିତ ହୋଇପାରିନାହାନ୍ତି। ତେବେ ଏକଥା ଅବଶ୍ୟ ନିଶ୍ଚିତ ଯେ ଦୂର ଦେଶରୁ ପଥର ପ୍ରଭୃତି ବୋହିବା ପାଇଁ ଅନ୍ୟାନ୍ୟ ଉପାୟ ମଧ୍ୟରେ ନଦୀ ପଥର ଆଶ୍ରୟ ନିଆଯାଇଥିଲା। ବର୍ତ୍ତମାନ କୁଶଭଦ୍ରା ନଦୀ ବେଦପୁର ନିକଟରେ ପଥରଗଣ୍ଡ ନାମରେ ଖ୍ୟାତ ଅଛି ଏବଂ ସେହି ନଦୀ ଦେଇ କୋଣାର୍କକୁ ପଥର ବୁହା ହେଉଥିବାର ଲୋକେ କହନ୍ତି। କେହି କେହି ମତ ଦିଅନ୍ତି ଯେ ଚନ୍ଦ୍ରଭାଗା ନଦୀ ବାଟେ ମଧ୍ୟ କୋଣାର୍କକୁ ପଥର ବୁହା ହେଉଥିଲା। ତଥାପି ଏ ସମସ୍ତ ସତ୍ତ୍ୱେ ଏତେ ପ୍ରକାଣ୍ଡ ପଥର କେଉଁ ଯାନ ସାହାଯ୍ୟରେ ବୁହା ହେଉଥିଲା ତାହାର କୌଣସି କଳ୍ପନା ସୁଦ୍ଧା ବର୍ତ୍ତମାନ କରି ହୁଏ ନାହିଁ। ଏ ସମସ୍ତ ପଥର ଓ କଡ଼ି ମନ୍ଦିର ଉପରକୁ ନେଇ ଏତେ ଉଚ୍ଚରେ କାମ କରିବା ଆହୁରି ଆଶ୍ଚର୍ଯ୍ୟଜନକ। ବାସ୍ତବିକ ଏତେ ଉଚ୍ଚରେ ସେହି ପ୍ରକାଣ୍ଡ ଶିଳା ଓ ଲୁହାକଡ଼ିର କାମ ହୋଇଥିବାର ଦେଖିଲେ ବୋଧହୁଏ ଯେପରି ସ୍ୱଚ୍ଛନ୍ଦରେ ବର୍ତ୍ତମାନ ଯୁଗର ଶିଳ୍ପୀମାନେ କାଠ ବରଗାରେ କାମ କରିପାରନ୍ତି, ଦ୍ୱାଦଶ ବା ତ୍ରୟୋଦଶ ଶତାବ୍ଦୀର ଓଡ଼ିଆମାନେ ସେହିପରି ଅବଲୀଳା କ୍ରମେ ଭୂମିରୁ ପ୍ରାୟ 200 ଫୁଟ ଉଚ୍ଚରେ ସେହି ପ୍ରକାଣ୍ଡ ଶିଳା ଓ କଡ଼ିମାନ ନେଇ କାମ କରିପାରୁଥିଲେ। କେଉଁ ଉପାୟରେ ଏହି ଅସାଧ୍ୟ ସାଧନ କରାଯାଉଥିଲା ତାହା ସ୍ଥିର କରିବାରେ ପ୍ରଧାନ ମନୀଷୀମାନଙ୍କର ବୁଦ୍ଧି ପ୍ରତିହତ ହୋଇଛି। M.H. ଆର୍ନଟ୍ ମହାଶୟ କୋଣାର୍କର ଉଦ୍ଧାର କାର୍ଯ୍ୟରେ କେତେକ ସମୟ ନିଯୁକ୍ତ ଥିଲେ। ମନ୍ଦିର ନିର୍ମାଣର ଯେଉଁ ପ୍ରଣାଳୀ ସେ ଉଦ୍ଭାବନ କରିଛନ୍ତି ତାଦ୍ୱାରା ସେ ଉପରୋକ୍ତ ପ୍ରଶ୍ନର ଯଥାଶକ୍ତି ସମାଧାନ କରି କହନ୍ତି, ଓଡ଼ିଶାରେ ବଡ଼ ବଡ଼ ମନ୍ଦିର ନିର୍ମାଣରେ ମନ୍ଦିରର ବାଡ଼ କେତେକ ଉଚ୍ଚ ଉଠିବା ପରେ ବାହାରେ ଓ ଭିତରେ ବାଲିପୂର୍ଣ୍ଣ କରାଯାଉଥିଲା ଏବଂ ମନ୍ଦିର କାମ ଯେତେ ଉପରକୁ ଉଠୁଥାଏ ବାଲି ସେତେ ପୂର୍ଣ୍ଣ ହେଉଥାଏ। ଏହି ରୂପେ ମନ୍ଦିର ସମ୍ପୂର୍ଣ୍ଣ ହେବା ସଙ୍ଗେ ସଙ୍ଗେ ଗୋଟିଏ ପ୍ରକାଣ୍ଡ ବାଲି ପର୍ବତ ତିଆରି ହେଉଥିଲା। ସମସ୍ତ କାମ ଶେଷ ପରେ ବାହାର ଓ ଭିତର ପାଖରୁ ବାଲି ବାହାର କରାଯାଉଥିଲା। ଏହି ବାଲି ପର୍ବତ ସାହାଯ୍ୟରେ ବିରାଟ ଶିଳାମାନ ଉପରକୁ ଯାଇପାରୁଥିଲା। ଆର୍ନଟ୍ କହନ୍ତି, ପୁରୀ ଓ କୋଣାର୍କ ମନ୍ଦିରରୁ ଏହି ରୂପେ ବାଲି ବାହାର କରାଯାଇଥିବାରୁ ମନ୍ଦିର ନିକଟରେ ବାଲିସ୍ତୂପ ଅଦ୍ୟାପି ଦେଖାଯାଏ। ସମୁଦ୍ର କୂଳରେ ଅବଶ୍ୟ ବହୁତ ବାଲିସ୍ତୂପ ଦେଖିବାକୁ ମିଳେ, କିନ୍ତୁ ତାହା ଆର୍ନଟ୍ଙ୍କ ଅନୁମାନ ସହଜରେ ପ୍ରମାଣ କରି ନପାରେ। ସମୁଦ୍ର ପବନ ଦ୍ୱାରା ବାଲି ସର୍ବଦା ଏକ ସ୍ଥାନରୁ ଉଡ଼ି ଅନ୍ୟ ସ୍ଥାନରେ ସ୍ତୂପ ଗଠନ କରୁଅଛି। ଏକ ବାଲିସ୍ତୂପ ବହୁ କାଳ ଏକ ସ୍ଥାନରେ ରହିବାର ଦେଖାଯାଏ ନାହିଁ। ଏପରି ସ୍ଥଳେ ମନ୍ଦିର ନିର୍ମାଣରେ ବ୍ୟବହୃତ ବାଲି ସ୍ତୂପାକାରରେ ଆର୍ନଟ୍ଙ୍କ ଦୃଷ୍ଟିରେ ପଡ଼ିବା ପର୍ଯ୍ୟନ୍ତ ଜମା ରହିଥିବାର ଅନୁମାନ କରିବା ନିତାନ୍ତ ଅସ୍ୱାଭାବିକ। ବାଲିସ୍ତୂପର କାରଣ ଯଦି କେବଳ ମନ୍ଦିର ନିର୍ମାଣ ହୁଏ, ତାହେଲେ ମନ୍ଦିରର ବହୁ ଦୂରବର୍ତ୍ତୀ ସ୍ଥାନମାନଙ୍କରେ ଯେଉଁ ବାଲିସ୍ତୂପମାନ ଅଛି ତାର କାରଣ କ'ଣ ସ୍ଥିର କରିବାକୁ ହେବ। ପୁରୀ ଓ କୋଣାର୍କରେ ବାଲି ପ୍ରଚୁର, କିନ୍ତୁ ଭୁବନେଶ୍ୱର ନିକଟରେ ତ ବାଲି ନାହିଁ। ସେ ସ୍ଥାନର ମନ୍ଦିରମାନ ନିର୍ମିତ ହୋଇଥିଲା କିପରି? ପୁରୀରୁ କ'ଣ ବାଲି ନିଆଯାଇ ନିର୍ମିତ ହେଲା ଏବଂ ପରେ ପୁରୀକୁ ବୁହା ହୋଇଥିଲା? କୋଣାର୍କ ମନ୍ଦିର ହୁଏତ ଏହିପରି ବାଲିଗଦା ଦ୍ୱାରା ନିର୍ମିତ ହୋଇଥିବ। ତଥାପି ଯେଉଁ ଶିଳ୍ପୀମାନେ ଏତେ ଦୂରରୁ ପର୍ବତ ରୂପୀ ଶିଳାଖଣ୍ଡମାନ ବୋହି ଆଣି ଆପଣାର ଅପାର ବୁଦ୍ଧି ଓ କୌଶଳରେ କୋଣାର୍କ ପରି ବିରାଟ ମନ୍ଦିର ନିର୍ମାଣ କରିଥିଲେ, ସେମାନେ କେବଳ ଏହିପରି ବାଲିଗଦା ଦ୍ୱାରା ଏତେ ପ୍ରକାଣ୍ଡ ବସ୍ତୁମାନ ଉଠାଇ ନେଇଥିବା କଦାପି ବିଶ୍ୱାସ କରାଯାଏ ନାହିଁ। କୋଣାର୍କ ଶିଳ୍ପୀ ପ୍ରତି ସାମାନ୍ୟ ସମ୍ମାନ ଦେଖାଇବା ପାଇଁ ବରଂ ଅନୁମାନ କରାଯାଇପାରେ ଯେ କୌଣସି ଯନ୍ତ୍ର ଓ ଅସଂଖ୍ୟ ଶିଳ୍ପୀଙ୍କ ପରିଶ୍ରମ ଦ୍ୱାରା ସେହି ଶିଳା ଓ କଡ଼ିମାନ ଉପରକୁ ଉଠା ହୋଇଥିଲା। ସେ ଯନ୍ତ୍ରର ବ୍ୟବହାର ବର୍ତ୍ତମାନ ନାହିଁ କି ବର୍ତ୍ତମାନ ଯନ୍ତ୍ରମାନଙ୍କ କାର୍ଯ୍ୟକାରିତା ସେତେ ନୁହେଁ। ତଥାପି
से जंत्रर व्यवहार वर्तमान नहीं कि वर्तमान जंत्र मान कार्यकारिता सेते नुहे तथापि कोणार्क देखिले अंतत बुझा जाए जे समस्त विषय वर्तमान को अतीत अपेक्षा उन्नततर मन करा जाई न पारे एवं केतेक शताब्दी पूर्वे जहाँ संभव होई नथिबार देखा जाए वर्तमान तार कल्पना सुद्धा करी हुए नहीं। कोणार्करे पथर संधिरे सीमेंट बा चून जाब दिया हुई नहीं। पथर गुड़िक परस्पर सहित एपरी भाव जड़ित अच्छी जे अनेक स्थल रे दुई पथर मध्य व्यवधान दृष्टि प्राय पड़े नहीं। अन्यान्य मंदिर मानकरे लुहा चापुआणी द्वारा पथर गुड़ी को परस्पर सहित आबद्ध रखा जाए। यही लुहार किंतु किछि दोष अच्छी। कालक्रमे अम्लजान संस्पर्श रे लुहा कलंक धरिले ताहार आयतन पूर्वापेक्षा बढ़ी जाए। सुतरां ता द्वारा पथर फाटी जिबार संभावना बोधुए यही आशंका मनरे थिबारु कोणार्क शिल्पी उक्त लुहा चापुआणी अति अल्प भाव व्यवहार करथिले। कोणार्कर समस्त पतन और वर्तमान छारखार अवस्था सत्वे यह जो गभीर भाव व्यक्त करुअछि ताहा निकटरे अदम्य हृदय मध्य विह्वल हेउअछि। एठारे बुद्धि नहीं, विवेक नहीं कि अहमिका नहीं। हठात दृष्टि रे दर्शक एकाबेलके स्तब्ध होई आपणाकु अकिंचितकर ज्ञान करे। कोणार्कर स्थापत्य देखि दर्शक जेपरि उत्फुल्लित हुए निर्माण कौशल भाविले सेहीपरि विस्मित और स्तंभीभूत हो जाए। सार जॉन मार्शल महोदय कोणार्क दर्शन रे आश्चर्य होई लिखिछन्ति हिंदू धर्मर जेते मंदिर अछि सेमानक मध्यरे केही कोणार्क परि एकाबेलके एते प्रकांड एते सुंदर अनुपात विशिष्ट नुहे किंबा कौनसी मंदिर दर्शकर स्मृति राज्य रे एते काल रही न पारे। केते ज्ञान अनुभव केते हस्तपाटव कोणार्कर सर्वांग मंडन करिअछि। इतिहास केते मधुमय घटना ओडिया जातीय जीवनी केते आश्चर्य कहानी कोणार्कर प्रत्येक शिलाखंड लिपिबद्ध होइअछि। प्रत्येक लतापत्र जेपरि कला विद्यार तावती ऐतिहासिक तत्व जिज्ञासा दर्शक मनरे जन्माय प्रत्येक नररूप सेहीपरि मानव हृदयर अपार भाव तरंग सम्मुखरे खेलाई दिए। पुणी समुदाय मंदिर और प्रकांड शिलाराशि पर्वत समान माड़ी आसी दर्शकर समस्त ज्ञान और चिंता अपहरण करनिए। कोणार्कर से समस्त विभव उद्घाटन करने निमंते एपर्यंत कौनसी ग्रंथकार समर्थ हो पारि नांती कि मानवीय चेष्टा केबे कृतकार्य हेबो ताहा कल्पना सुद्धा करी हुए नहीं। तेबे ए समस्त मध्य समस्त ज्ञान और विभव एवं समस्त सौंदर्य गांभीर्य मध्य पुण्यात्मा लांगुला नरसिंह और शिवाई सांतरा कोणार्कर प्रत्येक पवित्र शिलाखंड अति दिव्य बपुरे दर्शक सम्मुखरे विराजित रहिछन्ति।